ସେଇଟା ଯୋଉ କଥାଟା ମୁଁ କହିଲି ସେଇଟା ମୁଣ୍ଡରେ ପୁରେଇବେ ଆପଣମାନେ। ମତେ ଏମିତି କହିଲେ, ଛାଡ଼ ଯିଏ ଯାହା କହୁଛି କହୁ, କିଛି କହିବିନି ମୁଁ। କାହିଁକିନା ମୁଁ ଦି କଥା କହିବି, ସେମାନେ ଦି କଥା କହିବେ, ମୋ ବାପା ବୋଉ ଦି କଥା କହିବେ, ଝଗଡ଼ା ଲାଗିବେ, ଦି ଜଣ ଭିତରେ ଝଗଡ଼ା ଲାଗିବେ। ସେମିତି ମୁଁ ଚାହୁଁନି। କହୁଛନ୍ତି ତ କହୁ, ସମୟ ଆସିଲେ ଜଣେଇବ ମୁଁ କଣ, ମୁଁ କିଏ, ଆଉ ମୁଁ କଣ କରିପାରେ। ଠିକ ଅଛି, କିଛି ନାହିଁ। ମୁଁ ମତଲବ ରାତିରୁ ଆପଣମାନଙ୍କୁ ଗୋଟେ କଥା କହିବା ବୋଲି କହୁଛି, ମୁଁ ସେଟା କହିପାରୁନି। ତ ଭଲ କଥାଟେ ଗୋଟେ। ତ ସେ କଥା କହିବା ମତଲବ ଏଇଟା, ମତଲବ ମୋ ଅଚା କିଛି ଲୋକ ଥିଲେ, ତ ତାଙ୍କ ତ ନାଁ ତ ନେବିନି। ତ ଏମିତି ମୁଁ ଚିନି ଆଣୁଥିଲି, ଚିନି ଆଉ କଣ ଅଚାର ପାଇଁ ଯାଇଥିଲି, ସଉଦା ସେତିକି ଆଣିବା ପାଇଁ ଯାଇଥିଲି ରାତିରେ। ତ ଆମ ଘର ପାଖରେ ଗୋଟେ ଦୋକାନ ଅଛି, ତ ସେଇ ଦୋକାନରେ ବହୁତ ଲୋକ ବସନ୍ତି ହେଲା, ସେଇଠି ବହୁତ ଲୋକ ବସନ୍ତି। ତ ମୁଁ ଯେତେବେଳେ ଗଲି ସେମାନେ କହିଲେ ସାଇଡ ଦିଅ, ୟୁଟ୍ୟୁବର ଆସିଲେ ତ ତାଙ୍କୁ ଫାଷ୍ଟ ଜିନିଷ ଦେଇଦିଅ। ଠିକ ଅଛି, ସେମିତି ମଜା କରୁଛନ୍ତି, ମଜା କରୁ। ତ ସେଇଠି ଆଉ ଗୋଟେ ଲୋକଟେ ଆସିଲେ, ଏଠି ଆମ ଘର ପାଖରେ ଲୋକ, ତା ନାଁ ତ ମୁଁ ନେବିନି, କିନ୍ତୁ ସେ ଗୋଟେ ବହୁତ ଖରାପ ଗାଳିଟେ ଦେଲେ ୟୁଟ୍ୟୁବ ବିଷୟରେ। हेलो फ्रेंड, बैक टू माय यूट्यूब चैनल। तो मुझे आसगला गोटे नेक्स्ट वीडियो रे। तो बहु सेपटे आज मो मौसी आसते काली राति कंकड़ा नहीं आसते, समुद्र कंकड़ा नहीं आसते, तो सही भांगुंट मत कहते ये जो पियाज गच मतलब भल ताड़ी देवाई, ताड़ी देले सार फार मारी आ चलो बहु सेपटे कंकड़ा भांगुंट देखेबी। देखिए ये मोर कोली सुखी कोली फ्रेंड एबे मत गोटे कम दे गले, जो मतलब एमती माटी खोलते कहले, मतलब खोल देते कहले। तो एमती कौन पे कहले, जो आमर ए सार पड़ो ना पियाज गचरे, तो से नहले न खोलिले मतलब न ताड़िले केमती जीव भितर को सार फार सार पानी केमती जो भितर को, तो से ताड़ी देते कहले। आ ठीक अच्छे, किसी नहीं। तो फास्ट वीडियो को लास्ट पर्यंत वीडियो को वॉच करंतु, वीडियो केमती हो। ठीक अच्छे, नहीं देखिए तो तोड़ा जाऊँ। तो मो ताड़ी सारे कथा है। ठीक अच्छे, हे गाइस, तो मु काली राति आपण मन गोटे कथा कहया बोली कहूचे, मु सेटा कहि पारुनी। भल कथाटे गोटे। तो से कथा कहया मतलब एटा, मतलब मु अचार करिया जाइथिले ना, मतलब हम बो अचार करिवे घरे, तो मु दुकान को चीनी फिनी आनिया पे जाइथिली। ठीक अछि, तो सेठी किछि लोक थिले, तो तांको तो ना तो नेबिनी। ମୁଁ ଚିନି ଆଣୁଥିଲି, ଚିନି ଆଉ କଣ ଅଚାର ପାଇଁ ଯାଇଥିଲି, ସଉଦା ସେତିକି ଆଣିବା ପାଇଁ ଯାଇଥିଲି ରାତିରେ। ତ ଆମ ଘର ପାଖରେ ଗୋଟେ ଦୋକାନ ଅଛି, ତ ସେଇ ଦୋକାନରେ ବହୁତ ଲୋକ ବସନ୍ତି ହେଲା, ସେଇଠି ବହୁତ ଲୋକ ବସନ୍ତି। ତ ମୁଁ ଯେତେବେଳେ ଗଲି ସେମାନେ କହିଲେ ସାଇଡ ଦିଅ, ୟୁଟ୍ୟୁବର ଆସିଲେ ତ ତାଙ୍କୁ ଫାଷ୍ଟ ଜିନିଷ ଦେଇଦିଅ। ଠିକ ଅଛି, ସେମିତି ମଜା କରୁଛନ୍ତି, ମଜା କରୁ। ତ ସେଇଠି ଆଉ ଗୋଟେ ଲୋକଟେ ଆସିଲେ, ଏଠି ଆମ ଘର ପାଖରେ ଲୋକ, ତା ନାଁ ତ ମୁଁ ନେବିନି, କିନ୍ତୁ ସେ ଗୋଟେ ବହୁତ ଖରାପ ଗାଳିଟେ ଦେଲେ ୟୁଟ୍ୟୁବ ବିଷୟରେ। मतलब ମୁଁ ଭିଡ଼ିଓ बनाऊँगी, तो से गोटे लोक गोटे कहले एमती तो यूट्यूब तू भिडियो बनाऊँ, भ्यूज फ्यूज जाऊनी, गोटे अलग कम देखुन। कहला ना मैं कम भी करुच्ची, सहित यूट्यूब भी भिडियो भी बनाऊँ, ये कथा कहले। सी आसी कहले एम को जाए मैंने
यूट्यूब रे गोटे बाल भी ହେଇପାରିବେନି। ଏଇ କଥା ଏମିତି କହିଲେ ସେମାନେ। ମାନେ ସେ ଗୋଟିଏ ଲୋକ କହିଲେ। ତ ମୁଁ ଆସିକି ବୋଉକୁ ଆସିକି କହିଲି, ବୋଉ ଏବେ ପୂଜା କରୁଛି। ତ ବୋଉକୁ ଆସିକି କହିଲି ମୁଁ କହିଲି ବୋଉ ଏମିତି ଏମିତି କଥା। ବୋଉ କହିଲେ କିଏ କହିଲେ? ସେ ଘରେ ଖାଇବାକୁ ଦଉଛି ନା ସେ ତତେ ପାଳୁଛି କିସ କରୁଛୁ? ସିଏ ଆସି ତତେ କହିବ। ଏମିତି ବୋଉ ବି ଗାଳି ଦେଲେ। ବୋଉ କହିଲେ ଏବେ ଚାଲ ବାହାରିକି ମୁଁ ଯାଉଛି, ଏବେ ଚାଲ। କିଏ କହିଲେ ମତେ ଦେଖେଇଦବୁ। ସେଥିପାଇଁ ବୋଉକୁ ମୁଁ ଆଉ କିଛି କହିଲିନି। କାହିଁକି କହିବି, ପୁଣି ସେ ଦି କଥା କହିବେ, ବୋଉ ଦି କଥା କହିବେ, ଏମିତି ଝଗଡ଼ା ହେବେ। ସେମିତି ମୁଁ କିଛି କହିଲିନି। ତ ସବୁ ମୁଁ ଯୋଉ କାମ କରୁଛି ସେଇ କାମ ହିଁ ତାକୁ ଜଣେଇବି। ମୋ ଘର ପାଖରେ ଲୋକ, ବହୁତ ଦୂରରେ ବି ନୁହେଁ, ଘର ପାଖରେ ଲୋକ। ଠିକ୍ ଅଛି, ମୋ କାମ ହିଁ ଜଣେଇବି ମୁଁ କ'ଣ କରୁଛି ଆଉ କ'ଣ ମୁଁ କରିପାରେ। ଫ୍ରେଣ୍ଡ ତ ସବୁ ଏବେ ତାଡ଼ି ଦେଲି ଏଇଠି, ସବୁ ତାଡ଼ି ଦେଲି। ବୋଉ ଏବେ ସାର ଦବ। ତ ଆପଣମାନେ ସେଇଟା ଯୋଉ କଥାଟା ମୁଁ କହିଲି ସେଇଟା ମୁଣ୍ଡରେ ପୁରେଇବେ ଆପଣମାନେ। ମତେ ଏମିତି କହିଲେ, ଛାଡ଼ ଯିଏ ଯାହା କହୁଛି କହୁ, କିଛି କହିବିନି ମୁଁ। କାହିଁକିନା ମୁଁ ଦି କଥା କହିବି, ସେମାନେ ଦି କଥା କହିବେ, ମୋ ବାପା ବୋଉ ଦି କଥା କହିବେ, ଝଗଡ଼ା ଲାଗିବେ। ଦି ଜଣ ଭିତରେ ଝଗଡ଼ା ଲାଗିବେ। ସେମିତି ମୁଁ ଚାହୁଁନି। କହୁଛନ୍ତି ତ କହୁ, ସମୟ ଆସିଲେ ଜଣେଇବ ମୁଁ କ'ଣ, ମୁଁ କିଏ, ଆଉ ମୁଁ କ'ଣ କରିପାରେ। ଠିକ୍ ଅଛି, କିଛି ନାହିଁ। ମୁଁ ମତଲବ ମୋ କଥା ଏଇଟା କାଲି ରାତିରେ ମୁଁ କହିବି ମୁଁ କହିପାରୁନି। ତ ଆଜି ମୁଁ କହିଲି। ମୁଁ ଗୋଟେ ଏମିତି ଗୋଟେ ପିଲା ନା, ମୁଁ ଗୋଟେ କଥା କହିଦେଲେ ମୋ ମନ ଭିତରେ ଯୋଉ କଥା ଅଛି ସେ କଥା କହିଦେଲେ ମତେ ବହୁତ ଶାନ୍ତି ଲାଗିବ। ଠିକ୍ ଅଛି, ତ ସେଥିପାଇଁ ମୁଁ ସମସ୍ତଙ୍କୁ ସେୟାର କରିଦିଏ, ସବୁ କଥା ବାହାର କରିଦିଏ। ମତଲବ ଭିତରେ ମୁଁ ରଖିବାକୁ ଚାହେଁନି, ସବୁ ମୁଁ ବାହାର କରିଦେବାକୁ ଚାହେଁ। ତ ଆପଣଙ୍କୁ ତ ଏଇଟା ଜଣେଇଦେଲି, ମତେ ବହୁତ ଭଲ ଲାଗିଲା। କିଛି ନାହିଁ, ବୋଉ ଏବେ ପୂଜା କରୁଛି। ବୋଉ ସାର ଆଣିତେ ଯାଇଥିଲେ, ତ ସାର ନେଇକି ଆସିଲେ। ଏବେ ମୁଁ ଏବେ ତାଡ଼ି ଦେଲି। ତ ବୋଉ ଏବେ ପୂଜା କରିସାରିକି ବୋଉ ଏବେ କ'ଣ ଭଜା ଦିଟା ଭାଜିବେ। ଭଜା ଭାଜି ସାରିଲେ ସମସ୍ତେ ମିଶି ଖାଇବା ଆଉ। ଠିକ୍ ଅଛି। ଗାଇସ୍, ତ ଦେଖିପାରୁଥିବେ ମୁଁ ଏବେ ଖାଇବାକୁ ପଳେଇ ଆସିଲି। ତ ଦେଖ, କଙ୍କଡ଼ା ତରକାରୀ, ମାଛ ଭଜା, ହେଲା ଆଚାର, ଖଟା। ତ ଖାଇବାକୁ ପଳେଇ ଆସିଲି। ତ ସମସ୍ତେ ଏବେ ଖାଇସାରିଛି। ତ ମୁଁ ଏବେ ଜଷ୍ଟ ଖାଇବି। ତ ଏବେ ମୁଁ ଭାତ ଖାଉଛି। ତ ଭାତ କ'ଣ ପାଇଁ ଖାଉଛି, କାଲି ରାତିରେ ଯୋଉ ବୋଉ ମୁଁ ମେଳା ବୁଲିବାକୁ ଯାଇଥିଲି, ଭାତ ହେଇଥିଲାନି, ପଖାଳିବ ନାହିଁ। ତ ସେଥିପାଇଁ ବୋଉ ସକାଳୁ ସକାଳୁ ରାନ୍ଧି ଦେଇଛି ଆଉ। ଚାଲ ଫଟାଫଟ ଖାଇସାରିଲେ କଥା ହବା। ଠିକ୍ ଅଛି। ତ ଫ୍ରେଣ୍ଡ, ଏଠି ଘର ପାଖରେ ଜଣଙ୍କର ଗାଈ ଏବେ ପାଣିରେ ପଡ଼ି ଯାଇଥିଲା। ତ ଏବେ ଜଷ୍ଟ ଉଠେଇ ଦେଇକି ଆସିଲି। ତ ଏବେ ଟାଇମ୍ ହେଇଛି 3ଟା। ମତଲବ ମୁଁ ଯେତେବେଳେ ଖାଇଥିଲି, ଖାଇସାରିକି ଏଡିଟିଂ କରିଥିଲି। ଏଡିଟିଂ କରିସାରିଲା ପରେ ଗାଧେଇତେ ପଳେଇ ଯାଇଥିଲି। ପୁଣି ଏଇ ଗାଧେଇକି ଜଷ୍ଟ ଏବେ ରୁମ୍ ଟିକେ ମୋବାଇଲ ଦେଖୁଥିଲି। ଏବେ ଲୋକଙ୍କର ଗୋଟେ ଗାଈ ଗୋଟେ ଗଡ଼ିଆରେ ପଡ଼ି ଯାଇଥିଲା। ତ ଏବେ ଜଷ୍ଟ ଆସିଲି। ତ ମୁଁ ଗୋଟେ ସାଙ୍ଗ ଏବେ ଗୋଟେ କଲ୍ କରୁଛି, ତା ମୋବାଇଲରେ ମତଲବ ୟୁଟ୍ୟୁବରେ ବେଶୀ ଗୋଟେ କପିରାଇଟ୍ ପଡ଼ିଯାଇଛି ନା, କି ସେମିତି କହୁଛି ସିଏ। ଚାଲ ତା ପାଖକୁ ବି ଯିବା। ଠିକ୍ ଅଛି, ଚାଲ। ଏମିତି ହେଇଛି ତାହେଲେ। ମତଲବ ତ କପିରାଇଟ୍ ଷ୍ଟ୍ରାଇକ୍ କେମିତି ଆସିଲା? ଏମିତି ଗୋଟେ ଛୋଟ ପିଲାକୁ ଦେଖିଥିଲି ତ, ସେଥିପାଇଁ ଆସିଛି। ଓହୋ, 90 ଦିନ ପରେ ଯିବ। 90 ଦିନ ପରେ, 90 ଦିନ ପରେ ଯିବ। ତ ଫ୍ରେଣ୍ଡ, ୟାର ଏବେ ଆଜି କପିରାଇଟ୍ ଷ୍ଟ୍ରାଇକ୍ ଆସିଛି। ମତଲବ କ'ଣ ହେଇଛି ଜାଣିଛ? ଯୋଉ ମତଲବ ବ୍ଲଗ ଭିଡ଼ିଓରେ ଯେଉଁମାନେ ବ୍ଲଗ ଭିଡ଼ିଓ କରୁଛନ୍ତି, ତ ସେମାନେ ମତଲବ ଛୋଟ ପିଲାକୁ ଦେଖେଇବନି, ଏମିତି ଛୋଟିଆ ପିଲାକୁ ତାକୁ ଦେଖେଇବନି। ନହେଲେ ଦେଖେଇଲେ କପିରାଇଟ୍ ଷ୍ଟ୍ରାଇକ୍ ପଳେଇ ଆସିବ। ଠିକ୍ ଅଛି, ତ ୟାର କପିରାଇଟ୍ ଷ୍ଟ୍ରାଇକ୍ ଆସିଯାଇଛି ମୋବାଇଲରେ। ତ କେତେ 90 ଦିନ ପରେ କପିରାଇଟ୍ ୟାର ଷ୍ଟ୍ରାଇକ୍ ଯିବ। 90 ଦିନ ଲେଖିଛି, 90 ଦିନ ପରେ ଯିବ। ତ ତୁ କିଛି ବି ମତଲବ ଇଏ ଭିଡ଼ିଓ ପୋଷ୍ଟ କରିବୁନି। ମତଲବ ବ୍ଲଗ ଭିଡ଼ିଓ ବନେଇବୁ, କିନ୍ତୁ ଇଏ କରିବୁନି, କିସ କହିଲୁ, ଛୋଟ ପିଲାକୁ ଦେଖେଇବନି। ଠିକ୍ ଅଛି, କିସ କହିଲି? ହଁ, ଛୋଟ ପିଲାକୁ ଦେଖେଇବନି। ଠିକ୍ ଅଛି, କର। ହେ ଗାଇସ୍, ତ ମୁଁ ଏବେ ଘରେ ପହଞ୍ଚିଗଲି। ଏବେ ଜଷ୍ଟ ସାଙ୍ଗ ପାଖରୁ ଆସିଲି। ଏବେ ଟିକେ ମତଲବ ସନ୍ଧ୍ୟା ବି ହେଇ ଆସିଲାଣି। ତ ମୁଁ ଏବେ ସାଙ୍ଗ ପାଖରୁ ଆସିଲି। ତାଙ୍କର କପିରାଇଟ୍ ଷ୍ଟ୍ରାଇକ୍ ଆସିଛି। କେବେ 90 ଦିନ ଏମିତି ଷ୍ଟ୍ରାଇକ୍ ଆସିଛି। ତ ମୁଁ ତ ଜାଣିନି କିଛି, ୟୁଟ୍ୟୁବ ବିଷୟରେ ମୁଁ ବେଶୀ କିଛି ଜାଣିନି। ଜାଣିଛି କିନ୍ତୁ ବେଶୀ କିଛି ଜାଣିନି। ତାକୁ ମୁଁ କହିଲି ଏବେ ମତଲବ ଦେଖି ଚାହିଁକି ଭିଡ଼ିଓ ପୋଷ୍ଟ କରିବୁ।
କହିକି ତାକୁ ମୁଁ ଏବେ ଆସିଛି। ବହୁତ ଥର ମନ ଦୁଃଖ ଅଛି ବି ଆଜି। ତ ଛାଡ଼ କିଛି ନାହିଁ। ତ ଆପଣମାନଙ୍କୁ ମୁଁ କହୁଛି ମତଲବ ଛୋଟିଆ ଛୁଆକୁ ଆଣିବନି କ୍ୟାମେରା ଆଗରେ। ଯୋଉ ଛୋଟିଆ ଛୁଆ ପିଲାକୁ ତାକୁ ଆଗକୁ ଆଣିବନି। ମତଲବ ଏମିତି ହେଉଛି ବହୁତ କିଛି ଗାଇଡଲାଇନ୍ସ ଅଛି, କିନ୍ତୁ ସେଟା ଆମେ ଠିକ ସେ ଜାଣିନୁ, କିନ୍ତୁ ବହୁତ କିଛି ଗାଇଡଲାଇନ୍ସ ଅଛି। ଠିକ ଅଛି। ତ ଫ୍ରେଣ୍ଡ ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା ଆପଣ ନିଶ୍ଚୟ କମେଣ୍ଟରେ କହିବେ। ତ ପୁଣି ଦେଖା ନେକ୍ସଟ ଭିଡ଼ିଓରେ। ଆଜି ପାଇଁ ରହୁଛୁ। ଜୟ ଜଗନ୍ନାଥ। ସବସ୍କ୍ରାଇବ କରିକି ଆପଣମାନେ ଯିବେ। ଠିକ ଅଛି।